ଆମର ଆଜି ଟପିକ୍ ହେଉଛି ଚାହା। ତାହେଲେ ସେ ଚାହା ବିଷୟରେ ଆଜି ଟିକେ ଆମେ ପଢ଼ିବା ଗୋଟେ ଭଲ ଅଛି। ତାହେଲେ ବନ୍ଧୁ ଆସିଲେ ଘରେ ଚାହା ହୁଏ। ଯଦି ଆମେ ଶୀତ ଦିନ ଆମେ ଯଦି ବନ୍ଧୁ ଆସିଛନ୍ତି ଘରେ ଚାହା କରୁଛନ୍ତି। ବନ୍ଧୁ ଗଲାବେଳେ ବି ଆମେ ଚାହା କରୁଛନ୍ତି। ଯଦି ଝିଅ ପସନ୍ଦ ଆସିଗଲା, ଝିଅ ଦେଖି ଯାଇଛନ୍ତି, ଝିଅ ପସନ୍ଦ ଆସିଗଲା ତାହେଲେ ବି ଚାହା କରୁଛନ୍ତି। ବାହାଘର ଯଦି ଫାଇନାଲ୍ ହେଇଗଲା ତାହେଲେ ବି ଆମେ ଚାହା କରୁଛନ୍ତି। ବାହାଘର ଦିନ ମଧ୍ୟ ଚାହା ଦେଉଛନ୍ତି। ସେଭଳି ମାର୍କେଟରେ ଯଦି ଆମେ ପହଞ୍ଚିଗଲେ ତାହେଲେ ଚାହା ପିଉଛନ୍ତି। ସେମିତି ଆଉ ଚାହା କ'ଣ କରୁଛନ୍ତି, ମାର୍କେଟିଂ ସରିଲା ତାହେଲେ ଚାହା ଟିକେ ପିଇଦେଉ, ଘରକୁ ଯିବା। ଟେନସନ୍ ଯଦି ଅଧିକା ହେଇଗଲା ତାହେଲେ ବି ଆମେ କହୁଛନ୍ତି ଚାହା ଟିକେ ମାରିଦେବୁ ଯିବା। ପେନସନ୍ ଆଣିବାକୁ ଗଲେ ମଧ୍ୟ ଚାହା। ଆମେ ଯଦି ପେନସନ୍ ଆଣିବା ପାଇଁ ଯାଉଛନ୍ତି ବଜାରକୁ କିମ୍ବା ATM ପାଖକୁ ଯାଉଛନ୍ତି କି ଯେକୌଣସି ଜାଗାକୁ, ତାହେଲେ ବାଟ ଗଲାକୁ ଚାହା ଟିକେ ପିଇ ଦେଉଛନ୍ତି। ଖୁସିରେ ବି ଚାହା, ଦୁଃଖରେ ବି ଚାହା। ତାହେଲେ ଖୁସି ସମୟରେ ବି ଚାହା ପିଉଛନ୍ତି, ଆଉ ଦୁଃଖର ସମୟରେ ମଧ୍ୟ ଚାହା ପିଉଛନ୍ତି। ସବୁଆଡ଼େ ଖାଲି ଚାହା ହିଁ ଚାହା। ଥଣ୍ଡା ଦିନେ ଚାହା, ଥଣ୍ଡା ଦିନେ ଆମେ ଚାହା ପିଉଛନ୍ତି। ଗରମ ଦିନେ ବି ଯଦି ଆଉ କିଛି ନାହିଁ ତାହେଲେ ଚାହା ବି ପିଇ ଦେଉଛନ୍ତି। କାଶ୍ମୀରଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଖାଲି ଚାହା ହିଁ ଚାହା। ତାହେଲେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆମେ ଯେତେ ଦେଖିଲେ ସବୁ ଚାହା ହିଁ ଚାହା। ତାହେଲେ ଚାହା ଦୁନିଆଟା ପୁରା ଚାହାମୟ ହେଇଯାଇଛି। ତାହେଲେ ଏଇ ଫନି ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ ସେୟାର କରିବେ। ରହୁଛି, ଧନ୍ୟବାଦ।